ବଞ୍ଚେଇ ରଖନ୍ତୁ। ଏତିକି କହି ମୁଁ ବକ୍ତବ୍ୟ ଶେଷ କଲି। ଜୟ ଜଗନ୍ନାଥ। ধন্যবাদ। যাও আমার গ্রামর পিতৃতুল্য আমার মুরবী গুরুজন সেমানে তাଙ୍କ মনର কথা ଏ ରଜ ପର୍ବଟା ନିଶ୍ଚିତ ସେମାନଙ୍କୁ ଖୁସି ଦେଇଛି, ପୁରୁଣା କଥାକୁ ମନେ ପକେଇ ଦେଇଛି, ପୁରୁଣା ସଂସ୍କୃତି ଗୁଡ଼ା ସବୁ ହଜି ଯାଇଛି। ଏ ପିଲାମାନେ ଏ ଗ୍ରାମର ଯୁବକ ପିଲାମାନେ ପୁଣି ଆଗାମୀ ଦିନରେ ଖୁସିକୁ ଉପସ୍ଥାପନ କରିପାରିବେ, ସେଥିପାଇଁ ସେମାନେ ସହଯୋଗ ହାତ ବଢ଼େଇଛନ୍ତି। ଆଜି ଗୁରୁଜନମାନଙ୍କୁ ପାଖରୁ ଆଶୀର୍ବାଦ ଭିକ୍ଷା କରି ସେମାନେ ନିଶ୍ଚିତ ଆଗାମୀ ଦିନରେ ଏ ପର୍ବକୁ ଆହୁରି ବଢ଼େଇ ଚାଲିବେ, ସେଇ ଆଶୀର୍ବାଦ ଭିକ୍ଷା କରି ମୁଁ ବର୍ତ୍ତମାନ ପାଇଁ ଏ ରଜ କମିଟି ରଜ କମିଟିର ସଭାପତି ଆମର ସାନ ଭାଇ ଯାହାଙ୍କ ପ୍ରଚେଷ୍ଟା ଚେଷ୍ଟା ଏବଂ ସହଯୋଗରେ ଆଜି ଦୀର୍ଘ 10 ବର୍ଷ ଧରି ଏ ଅନୁଷ୍ଠାନ ଆଗେଇ ଚାଲିଛି। ଯାହାର ଆଗକୁ ଆଜି ଆମେ ଏ ଆଲୋକିତ ସାଜସଜ୍ଜା ପର୍ବରେ ଦେଖିବାକୁ ପାଉଛୁ। ମୁଁ ତାଙ୍କୁ ଅନୁରୋଧ କରୁଛି ସେ ତାଙ୍କର ବକ୍ତବ୍ୟ। ପ୍ରଥମେ ମୁଁ ଗୋଟିଏ କହିବି, ମୋର ପ୍ରିୟ ବଡ଼ ଭାଇ ବିଜୟ ଭାଇ ଯେଉଁ ରଜ କମିଟିର ସଭାପତି କହିଲେ ଏହା ସମ୍ପୂର୍ଣ୍ଣ ସତ୍ୟ ନୁହେଁ। ମୁଁ ରଜ କମିଟିର ସଭାପତି ନୁହେଁ, ମୁଁ କାର୍ଯ୍ୟକାରୀ ସଭାପତି।